Let's talk about the biggest controversy of YouTube ever, Sandeep Maheshwari versus Vivek Bindra। ଦେଖନ୍ତୁ ଯେତେବେଳେ ସନ୍ଦୀପ ମହେଶ୍ୱରୀର ଶୋରେ ଡିସ୍କସନ୍ ସମୟରେ ଦୁଇଟା ଷ୍ଟୁଡେଣ୍ଟ ଯେତେବେଳେ ଏକ୍ସପ୍ଲେନ୍ କରିଛନ୍ତି ତାଙ୍କର ସ୍କାମ୍ ବିଷୟରେ, ଜଏନ୍ କରିଥିଲି 50,000 କୋର୍ସ କିଣିକରି, କିନ୍ତୁ କୋର୍ସରେ କିଛି ଭ୍ୟାଲୁ କିଛି ନଥିଲା, ଖାଲି ଭ୍ୟାଲୁ କିଛି ନଥିଲା କୋର୍ସର। ଜଏନ୍ କରିକରି ତାଙ୍କୁ ବିଜନେସ୍ କରିବାକୁ ହେଲେ ସେମାନଙ୍କୁ ରେଫର୍ କରିବାକୁ ପଡ଼ୁଥିଲା। ତାଙ୍କୁ ରେଫର୍ କରୁଥିଲେ, ଯାହାକି 2 ଜଣ ହଉ କି 4 ଜଣ ହଉ, 2 ଜଣ ରେଫର୍ କରାଗଲେ ତାଙ୍କୁ 30% କମିଶନ୍ ମିଳୁଥିଲା। ଯେହେତୁ କୋର୍ସର ରେଟ୍ ଥିଲା 50,000 ଲେଖାଏଁ, ପର୍ ହେଡ଼୍ 50,000, 2 ଜଣଙ୍କୁ ରେଫର୍ କରାଗଲେ 1,00,000 ଟଙ୍କା ଇନକମ୍ କମ୍ପାନୀକୁ ହେଲା ପରେ ସେମାନେ 30,000 ଟଙ୍କା ରିଟର୍ଣ୍ଣ ବ୍ୟାକ୍ ପାଉଥିଲେ। ଏହା ସମସ୍ତଙ୍କ ପାଇଁ ସମ୍ଭବ ହେଉନଥିଲା, କିନ୍ତୁ ବିବେକ ବିନ୍ଦ୍ରାର ଏହି କୋର୍ସ ସମସ୍ତଙ୍କ ପାଇଁ ସମ୍ଭବ ନାହିଁ, ସମସ୍ତେ ସକ୍ସେସ୍ ହେବା ପାଇଁ। କାହିଁକି ନା ଦିସ୍ ଇଜ୍ ଦ କ'ଣ କହିବା, ଆମେ ପିରାମିଡ଼ କହିପାରିବା। ଏହା ସମସ୍ତଙ୍କ ପାଇଁ ପସିବଲ୍ ନାହିଁ, କାହିଁକି ସମସ୍ତେ କରିପାରିବେ ନାହିଁ। ଏଥିରେ ଷ୍ଟୁଡେଣ୍ଟ ମାନେ ଫସି ଯାଇଥିଲେ, ଯାହାକି ସେମାନେ ହାଇଲି ମୋଟିଭେଟେଡ୍ ହେଇକରି ବିବେକ ବିନ୍ଦ୍ରାଠୁ ସେମାନେ ଜଏନ୍ କରୁଥିଲେ ଆଇବିସିରେ। ଆଇବିସି ହେଲା ପରେ ସେମାନେ କିଛି ବି କରିପାରୁନାହିଁ, ଯାହାକି ରିଟର୍ଣ୍ଣ ପାଉନଥିଲି। ଏହା ମୋ ହିସାବରେ ଗୋଟେ ଫ୍ରଡ୍ ଥିଲା, କାହିଁକି ନା ସେମାନେ ତାଙ୍କର ଇନକମ୍ କିଛି ନାହିଁ, ସେମାନେ ମୋଟିଭେଟେଡ୍ ହେଇକରି ହିଁ କୋର୍ସ କରୁଥିଲେ, ଆଇବିସି ବନୁଥିଲେ, ଯାହାକି ସେମାନେ ଇନକମ୍ କରିବା ପାଇଁ ଆଗକୁ ବଡ଼ ବଡ଼ ଡ୍ରିମ୍ ଦେଖୁଥିଲେ, ଯାହାକି ଇନକମ୍ କରିବା ପାଇଁ। ଏ ବିଷୟରେ ସନ୍ଦୀପ ମହେଶ୍ୱରୀଙ୍କର ଏଇ ସେସନ୍ରେ ଏହି ବିଷୟରେ ଡିସ୍କସନ୍ ହେଇଥିଲା, କିନ୍ତୁ ସେମାନେ ସନ୍ଦୀପ ମହେଶ୍ୱରୀ ଯେତେବେଳେ ଭିଡ଼ିଓଟି ଅପଲୋଡ଼ କରିଥିଲେ, ବିବେକ ବିନ୍ଦ୍ରାଙ୍କର ନାଁ କିମ୍ବା କମ୍ପାନୀ ନାଁ କିଛି ବି ନେଇନଥିଲେ। ତାପରେ କିଛି ଏକ୍ସପ୍ଲେନ୍ କରିନଥିଲେ। ତାପରେ ସେ କିଛି ବି ଏକ୍ସପ୍ଲେନ୍ କରିନଥିଲେ, କିନ୍ତୁ ଅପଲୋଡ଼ କରିଥିଲେ ବିଗେଷ୍ଟ ସ୍କାମ୍ ନାମରେ। ଏହାପରେ କିଛି ଲୋକ ସନ୍ଦୀପ ମହେଶ୍ୱରୀର ଘରକୁ କିଛି ଲୋକମାନେ ବିବେକ ବିନ୍ଦ୍ରାର ଟିମ୍, ଏକର୍ଡିଂ ଟୁ ସନ୍ଦୀପ ମହେଶ୍ୱରୀ, ତାଙ୍କର ଟିମ୍ କିମ୍ବା ଆଇଦର ମେଲ୍ କରିଛନ୍ତି କିମ୍ବା ଧମକି ଦେଇଛନ୍ତି କିମ୍ବା ଘରକୁ ଯାଇଛନ୍ତି, ସେଇଟା XYZ ଯାହା ବି ହଉ, ସେଇଟା ଏକ୍ସପ୍ଲେନ୍ କରିଛନ୍ତି ସନ୍ଦୀପ ମହେଶ୍ୱରୀଠୁ। ସେଇ ଇନଫର୍ମେସନ୍ଟା ଆମେ ଶୁଣିବାକୁ ପାଉଛୁ। ଏହାପରେ ରିଟର୍ଣ୍ଣରେ ସନ୍ଦୀପ ମହେଶ୍ୱରୀକୁ ସେ ବହୁତ କିଛି ସେ ନେକ୍ସଟ ଲାଇଭ୍ ଆସିକରି ତାଙ୍କର 10 ଡେ MBAର ପ୍ରଥମ ଦିନରେ ରିଟର୍ଣ୍ଣରେ ସେ କ୍ୱେଶ୍ଚନ୍ ବି କରିଛନ୍ତି, ସନ୍ଦୀପ ମହେଶ୍ୱରୀ ତୁମର ଫଟୋ ବି 20,000ରେ, ଇମେଜ୍ ବି 20,000ରେ ବିକ୍ରି ହେଉଛି, ଦ୍ୟାଟ୍ସ ଇଜ୍ ଏ ସ୍କାମ୍ ବୋଲିକରି ମଧ୍ୟ କହିଛନ୍ତି। କିନ୍ତୁ ସନ୍ଦୀପ ମହେଶ୍ୱରୀ କହିଛନ୍ତି ବହୁତ ଭ୍ୟାଲୁ ସେଥିରେ ଦିଆହେଇଛି, ବହୁତ ଏଫର୍ଟ ଲାଗିଛି, ବହୁତ ଇନଭେଷ୍ଟମେଣ୍ଟ ହେଇଛି, ସେଥିପାଇଁ ମୋର ଫଟୋଟା 20,000ରେ ବିକ୍ରି ହେଉଛି। କିନ୍ତୁ ସେଇ ଫଟୋଟା ଷ୍ଟୁଡେଣ୍ଟ କିମ୍ବା ଅଲଗା କିଛି କେହି କିଣୁନାହାନ୍ତି। ସେଇ ଷ୍ଟୁଡେଣ୍ଟ କିମ୍ବା ଯାହା ପାଖରେ ପଇସା ନାହିଁ, ସେ ଏଫୋର୍ଡ କରିପାରୁନାହାନ୍ତି, ସେ କିଣୁନାହାନ୍ତି। ସେଇଟା ଟାର୍ଗେଟ୍ ହେଇଛି କମ୍ପାନୀମାନଙ୍କୁ, ଯେଉଁମାନେ ବଡ଼ କମ୍ପାନୀ ଯାହାର ଟର୍ଣ୍ଣଓଭର ଅଧିକ, ସେମାନଙ୍କୁ ଟାର୍ଗେଟ୍ରେ ବିଜନେସ୍ କରାହେଉଛି, ଯାହାକି ସେମାନେ ହିଁ ସେଇଟା କିଣୁଛନ୍ତି। ସେ ଏକ୍ସପ୍ଲେନ୍ କରିଛନ୍ତି ସେଇ ବିଷୟରେ। ନେକ୍ସଟ ଭିଡ଼ିଓ ଆସିଛି ସନ୍ଦୀପ ମହେଶ୍ୱରୀର ଶୋରେ। ସନ୍ଦୀପ ମହେଶ୍ୱରୀ ନିଜେ ଡିସ୍କସନ୍ କରିଛନ୍ତି କି କିଏ ସେଇ ହେ
कौन सही है, संदीप मसूरी या विवेक बिंद्रा, लॉजिकली बोलो, ऐसे बोल के हिंदी में उसका सेक्शन है, हिंदी रे तांकर सेक्शनटा तो हुए सब गले हिंदी रे कहउचंदी संदीप मसूरी तापर डिस्कशन कला परे आरबीआई रो रूल आरबीआई रो रूल विषय रे बुझाइचंदी, तापर इंडियन कंट्री और लॉ हिसाब रे भी बहुत किछि इनफॉरमेशन देइचंदी। यापर से वीडियो मध्य शो करिसंती कि जो माने स्कैम रे पड़िचंदी, स्कैम रे पड़िचंदी, से रिलेटेड वीडियो मध्य सी चलेइचंती तांकर शो रे आ देखैचंती जहाँ सेशन रे अटेंड କରିଥିଲେ ତାଙ୍କର ସେ ଲିଗାଲ एक्शन ପାଇଁ ସେ ଲିଗାଲ एक्शन ପାଇଁ ସେ ମଧ୍ୟ ଇନଫର୍ମେସନ୍ ଦେଇଛନ୍ତି କି ଯେଉଁମାନେ ସେ ହେଲ୍ପ କରିବେ, ଯେଉଁମାନେ କମ୍ପ୍ଲେନ୍ କରିବେ କିମ୍ବା ଏଫଆଇଆର୍ କରିବେ, ସେ ସବୁ ଇନଫର୍ମେସନ୍ ଦେଇଛନ୍ତି। ତାଙ୍କର କେମିତି କମ୍ପ୍ଲେନ୍ କରିବେ ସେଇ ପ୍ରୋସିଜିଓର ମଧ୍ୟ ବତେଇଛନ୍ତି। ତାପରେ ସେ କହିଛନ୍ତି କି ଯଦି ଷ୍ଟାଣ୍ଡ କରବାର୍ ଲାଗି ଲ ଫର୍ମ ହାୟର କରବାର୍ ଲାଗି ଯଦି ପଇସା ତାଙ୍କର ପାଖରେ ଯଦି ନାହିଁ, ସରିଯାଉଛି, ସେ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ର 2-3 ମାସ ପାଇଁ ମନିଟାଇଜେସନ୍ ଅନ୍ କରିବେ ଆଉ ସେଇଥିରୁ ଯାହା ବି ଆର୍ନ ହେବ ସେଇ ପଇସାକୁ ସେ ଲ ଫର୍ମ ପାଇଁ ଦେବେ, ସେ ପଇସାଟି ଖର୍ଚ୍ଚ କରିବେ। ଏହା ମଧ୍ୟ କହିଛନ୍ତି। ଏହାପରେ ତାଙ୍କର ହ୍ୟାଶଟ୍ୟାଗ୍ ମଧ୍ୟ ନୂଆ ହ୍ୟାଶଟ୍ୟାଗ୍ ନାରା ଦେଇଛନ୍ତି। ନୂଆ ହ୍ୟାଶଟ୍ୟାଗ୍ ହେଲା ଷ୍ଟପ୍ ବିବେକ ବିନ୍ଦ୍ରା। ଷ୍ଟପ୍ ବିବେକ ବିନ୍ଦ୍ରା এই ହ୍ୟାଶଟ୍ୟାଗ୍କୁ ୟୁଟ୍ୟୁବ୍, ଟ୍ୱିଟର, ଫେସବୁକ୍ ଆଣ୍ଡ ଗଭର୍ଣ୍ଣମେଣ୍ଟର ଯାହା ବି ଅଫିସିଆଲ ହ୍ୟାଣ୍ଡେଲ୍ ଅଛି ସେଇ ଜାଗାରେ ଭାଇରାଲ କରାଯାଉ, ଭାଇରାଲ କର, ଯାହାକି ଗଭର୍ଣ୍ଣମେଣ୍ଟକୁ ବି ଜଣାଯିବ କି ଗଭର୍ଣ୍ଣମେଣ୍ଟ ବି ଜାଣିପାରିବ କି ସ୍କାମ୍ ବିଷୟରେ। ଏହା ସନ୍ଦୀପ ମହେଶ୍ୱରୀର ବିଷୟ ଏହା ଥିଲା, କିନ୍ତୁ ମୋ ମତରେ ବିବେକ ବିନ୍ଦ୍ରା ହେଉଛନ୍ତି ଗୋଟେ ବଡ଼ ମୋଟିଭେସନାଲ ସ୍ପିକର and Sandeep Maheshwari also a great motivational speaker. Sandeep Maheshwari ର 2.84 crore ସବସ୍କ୍ରାଇବର ଅଛନ୍ ଏବଂ ବିବେକ ବିନ୍ଦ୍ରା ମଧ୍ୟ 2.14 crore ସବସ୍କ୍ରାଇବର ମଧ୍ୟ ଅଛନ୍ତି। ବିବେକ ବିନ୍ଦ୍ରାଙ୍କର ଯାହା ବି କେସ୍ ଷ୍ଟଡି ଅଛି, କେସ୍ ଷ୍ଟଡି ଶିଖଉଛନ୍ତି, ଯାହା ବି ବିଜନେସ୍ ରିଲେଟେଡ୍ ଇନଫର୍ମେସନ୍ ଦେଉଛନ୍ତି, ବହୁତ ଭଲ ଇନଫର୍ମେସନ୍ ଦେଉଛନ୍ତି। କିନ୍ତୁ ତାଙ୍କର ଏହି ଗୋଟେ ବିଜନେସ୍ ପ୍ରଡକ୍ଟ ଲାଗି ସେ ଏବେ ସ୍କାମ୍ ହେବାରେ ଲାଗିଛନ୍ତି। ଷ୍ଟପ୍ ବିବେକ ବିନ୍ଦ୍ରା ହ୍ୟାଶଟ୍ୟାଗ୍ରେ ଭାଇରାଲ ହେଉଛନ୍ତି, କିନ୍ତୁ ତାଙ୍କର ବହୁତ ଏକ୍ସପେରିଏନ୍ସ ଅଛି, ବହୁତ ବିଜନେସ୍ ଗ୍ରୋଥ ଫର୍ମୁଲା ମଧ୍ୟ ବହୁତ ଦେଇଛନ୍ତି, କେସ୍ ଷ୍ଟଡି ମଧ୍ୟ ବହୁତ ଦେଇଛନ୍ତି, ଯାହାକି ୟୁଟ୍ୟୁବରେ ନମ୍ବର 1 ଏଣ୍ଟରପ୍ରେନର କୋଚ୍ ମଧ୍ୟ ସେ ନିଜେ କହୁଛନ୍ତି ବି ଆଉ ସିଏ ବି ଅଛନ୍ତି। ବିଜନେସ୍ ନମ୍ବର 1 ବିଜନେସ୍ କୋଚ୍। କିନ୍ତୁ ତାଙ୍କର କିଛି ନା କିଛି ଗଲତି ଅଛି ଏଇ ପ୍ରଡକ୍ଟରେ, ଯେଉଁକି IBC ପ୍ରଡକ୍ଟଟା ବାହାର କରିଥିଲି, ଏବେ ତ ବନ୍ଦ କରିଦେଇଛନ୍ତି କହୁଛନ୍ତି ତାଙ୍କ ହିସାବରେ। ସେଇ ପ୍ରଡକ୍ଟଟି IBC ପ୍ରଡକ୍ଟଟି ବନ୍ଦ କରିଦେଇକି କହିଛନ୍ତି ସେଇ ପ୍ରଡକ୍ଟଟି ମୋର ହିସାବରେ ଫ୍ରଡ୍ ଅଛି। କିନ୍ତୁ ସେଇ ପ୍ରଡକ୍ଟଟି ଯଦି ଫ୍ରଡ୍ ମୋ ହିସାବରେ ଅଛି, କାହିଁକି ନା ବହୁତ ଷ୍ଟୁଡେଣ୍ଟ ସଫର ହେଉଛନ୍ତି, ବହୁତ ଗରିବ ଲୋକ ସଫର ହେଇଛନ୍ତି ସେଇ ଡ୍ରିମ୍କୁ ନେଇକରି IBC ବନିବାର ଲାଗି, କିନ୍ତୁ ପଇସା ଇନକମ୍ କରିପାରୁନାହାନ୍ତି। ସେଥିପାଇଁ ମୋ ମତରେ ଫ୍ରଡ୍ ବିଜନେସ୍। ଆଉ ଯାହା କିଛି ଏହା ବ୍ୟତୀତ ଆଉ ଯାହା କିଛି ବି ଦେଇଛନ୍ତି, କେସ୍ ଷ୍ଟଡି ବି ଯାହା ବି ଦେଉଛନ୍ତି ବହୁତ ଶିଖିବାକୁ ମିଳୁଛି। ବିଜନେସ୍ ରିଲେଟେଡ୍ ବହୁତ କିଛି ଇନଫର୍ମେସନ୍ ଦେଉଛନ୍ତି ତାଙ୍କର ଭିଡ଼ିଓରେ, ସେଇଟା ମଧ୍ୟ ବହୁତ ଇନଫର୍ମେଟିଭ୍ ବିଜନେସମ୍ୟାନ୍ ମାନଙ୍କ ପାଇଁ। ନେକ୍ସଟ ହେଲା
I humble request to Vivek Bindra ଏହି ପ୍ରଡ଼କ୍ଟ ଲାଗି ସରି କୁହନ୍ତୁ ଲୋକମାନଙ୍କୁ ଆଉ ଆଗକୁ ବଢ଼ନ୍ତୁ। ଅଦରୱାଇଜ୍ ଲୋକମାନେ ବହୁତ ଭାଇରାଲ୍ କଲେଣି ଷ୍ଟପ୍ ବିବେକ ବିନ୍ଦ୍ରା ହ୍ୟାସଟ୍ୟାଗ୍ରେ, କାହିଁକି ଏଥିପାଇଁ ଡାଉନ୍ ବି ହେବାକୁ ତାଙ୍କର ଯାହା ପର୍ସନାଲିଟି ଥିଲା ସବୁ ଡାଉନ୍ ହେବାରେ ଲାଗିଛି। ସୋ ଆଇ ରିକ୍ୱେଷ୍ଟ ୟୁ ଟୁ କାଇଣ୍ଡଲି sorry say sorry to the people who are suffering from IBC scam business model and kindly return the money to the victim who are suffer in this business model. Otherwise, Vivek Bindra is a great leader and great motivational speaker. I honestly say that. So don't fight each other kindly. ଯିଏ ଯାହାର ଭୁଲ ମାନିକରି ଆଗକୁ ଚାଲନ୍ତୁ। ଆଗକୁ ବିବେକ ବିନ୍ଦ୍ରା ଆଗକୁ ବାଉନ୍ସ ବ୍ୟାକ୍ କରନ୍ତୁ। ଦିସ୍ ଇଜ୍ ମାଇ ଓପିନିଅନ୍। ଜୟ ଜଗନ୍ନାଥ, ଜୟ ହିନ୍ଦ।